ମାଟ୍ରିକ ପରୀକ୍ଷା ପୂର୍ବରୁ ହୋଇଛି ଏକ ବଡ ଘୋଷଣା। ମାଟ୍ରିକ ପରୀକ୍ଷା ପୂର୍ବରୁ ବୋର୍ଡର ପ୍ରେସ ମିଟ୍ ହୋଇଛି। ତ ଏହି ପ୍ରେସ ମିଟ୍ ରେ କଣ ଘୋଷଣା ହୋଇଛି ବା କଣ ସୂଚନା ମିଳିଛି, ଚାଲନ୍ତୁ ସେ ବାବଦରେ ଆଉ ଡେରି ନ କରି ଫଟାଫଟ ଜାଣିବା। ହେଲେ ତାହା ପୂର୍ବରୁ ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ। ଚ୍ୟାନେଲକୁ ନୂଆ ଆସିଥିଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ ଆଇକନକୁ ପ୍ରେସ କରି ଅଲ ରେ କ୍ଲିକ୍ କରି ରଖିବାକୁ ଜମାରୁ ବି ଭୁଲନ୍ତୁ ନାହିଁ। ଫେବୃଆରୀ 21 ତାରିଖରୁ ମାର୍ଚ୍ଚ 6 ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ପ୍ରେସ ମିଟ୍ ରେ ସୂଚନା ଦେଇଛନ୍ତି। ସେ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି। ବୋର୍ଡ ସଭାପତି କହିଛନ୍ତି ଯେ ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲ ନ ହେବା ପାଇଁ କଡା ପଦକ୍ଷେପ ନିଆଯାଇଛି। ପ୍ରତି ପ୍ରଶ୍ନପତ୍ରରେ ସିରିଏଲ ନମ୍ବର ରହିବ। ଯଦି ଭାଇରାଲ ହୁଏ ତେବେ ଏଥିରୁ ଜଣା ପଡିଯିବ। 3133ଟି କେନ୍ଦ୍ରରେ ହେବ ମାଟ୍ରିକ ପରୀକ୍ଷା। ପ୍ରତି ଜିଲ୍ଲାରେ ରହିବ ଗୋଟିଏ ଗୋଟିଏ ନୋଡାଲ ସେଣ୍ଟର। 12 ତାରିଖରୁ ପରୀକ୍ଷା କେନ୍ଦ୍ରକୁ ପଠାଯିବ ପ୍ରଶ୍ନପତ୍ର। 19 ତାରିଖ ସୁଦ୍ଧା ସବୁ କେନ୍ଦ୍ରରେ ପହଞ୍ଚିଯିବ ପ୍ରଶ୍ନପତ୍ର। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବେ 5,10,778 ପରୀକ୍ଷାର୍ଥୀ। ପରୀକ୍ଷାର୍ଥୀଙ୍କୁ ଅନଲାଇନ ଏବଂ ଅଫଲାଇନ ଜରିଆରେ ମିଳିବ ଆଡମିଟ କାର୍ଡ। 21ଟି ପୋଲିସ ଷ୍ଟେସନରେ ହୋଇଛି ନୋଡାଲ ସେଣ୍ଟର। ଗୋଟିଏ ସିଟିଂ ରେ କରାଯିବ ପରୀକ୍ଷା। ସୂଚନା ମୁତାବକ ସବୁ ପରୀକ୍ଷା ସକାଳ 9ଟାରୁ ଆରମ୍ଭ ହେବ। 5ରୁ 10 କିଲୋମିଟର ଭିତରେ ରହିବ ପରୀକ୍ଷା କେନ୍ଦ୍ର। ଏଥିସହ ପ୍ରଶ୍ନପତ୍ରରେ ରହିବ ୱାଟରମାର୍କ ଏବଂ କ୍ୟୁଆର କୋଡ। ସକାଳ 7:30ରୁ 8:30 ଭିତରେ ନୋଡାଲ ସେଣ୍ଟରରେ ପହଞ୍ଚିବ ପ୍ରଶ୍ନପତ୍ର। ମାଟ୍ରିକ ପରୀକ୍ଷା ସରିବା ପରେ ମାର୍ଚ୍ଚ 19 ତାରିଖରୁ ଆରମ୍ଭ ହେବ ଖାତା ଦେଖା। ପ୍ରାୟ 13 ଦିନ ଧରି ଚାଲିବ ଏହି ଖାତା ଦେଖା ପ୍ରକ୍ରିୟା। ଛାତ୍ରଛାତ୍ରୀଙ୍କ ଖାତା ମୂଲ୍ୟାଙ୍କନ ପରେ ରେଜଲ୍ଟ ବାହାରିବ ବୋଲି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି କହିଛନ୍ତି। ବର୍ତ୍ତମାନ ଯାହା ବି କିଛି ନୂଆ ସୂଚନା ଆସିଥିଲା, ଏହି ଭିଡିଓଟିକୁ ସେୟାର କରି ସମସ୍ତଙ୍କ ପାଖରେ ଏହି ଅପଡେଟଟିକୁ ପହଞ୍ଚେଇ ଦିଅନ୍ତୁ।